এই ছুଆটার ରେଜଲ୍ଟ ଡେ ଭିଡ଼ିଓରେ କଣ୍ଟିନ୍ୟୁ ରୁହନ୍ତୁ। ଆଗକୁ କହିବି ରେଜଲ୍ଟଟି କେମିତି ହେଇଛି। ତ ସକାଳୁ ସକାଳୁ ମା ପୁଅ ନାସ୍ତା କରି ବାହାରି ଗଲୁ, ଖାଇ ପିଇ ପୁରା ରେଡ଼ି ହେଇକି ସ୍କୁଲ ଯିବା ପାଇଁ। ରେଜଲ୍ଟ ଡେ ବହୁତ ଗୋଟେ ଛୋଟ ୱାର୍ଡ଼, କିନ୍ତୁ ରେଜଲ୍ଟ ଏମିତି ଗୋଟିଏ ଦିନ ଯେଉଁ ଦିନ କି ପୁରା ବର୍ଷ ସାରାର ପାଠ ପଢ଼ାର ଫଳାଫଳ ଏଇ ଗୋଟିଏ ଦିନରେ ମିଳେ। ଆମେ ତ ପଢ଼ୁଥିଲୁ ଗଭର୍ଣ୍ଣମେଣ୍ଟ ସ୍କୁଲରେ, ନା ପାସ୍ ହେବାର ଡର ଥିଲା ନା ଫେଲ୍ ହେବାର ଡର ଥିଲା। ସୋୟାବିନ୍ ଡାଲି ଭାତ ଅଣ୍ଡା ଖାଇକିନା ପାସ୍ ହେଇକିନା ଚାଲୁଥିଲୁ। କିନ୍ତୁ ଏବେ ସେ ଟାଇମ୍ ଗଲା। ଏବେ ଗଭର୍ଣ୍ଣମେଣ୍ଟ ସ୍କୁଲ ହଉ କିମ୍ବା ପ୍ରାଇଭେଟ୍ ସ୍କୁଲ ହଉ, କମ୍ପିଟିସନ୍ ସବୁଠି। ଏତେ କମ୍ପିଟିସନ୍ ବଢ଼ିଗଲାଣି ଯେ ଏବେ ଗଭର୍ଣ୍ଣମେଣ୍ଟ ସ୍କୁଲରେ ଯାହା ନିୟମ, ପ୍ରାଇଭେଟ୍ ସ୍କୁଲରେ ବି ତାହା ନିୟମ। ତ ଆମେ ମା ପୁଅ ବାହାରି ଗଲୁ ସ୍କୁଲ ଯିବା ପାଇଁ। ଆଉ ଏଇଟା ହେଉଛି ବାବୁର ସ୍କୁଲ। ଆମେ ସ୍କୁଲ ଯେମିତି ପହଞ୍ଚିଲୁ ସିଧାସଳଖ ପଳେଇଲୁ ସବୁଠୁ ଫାର୍ଷ୍ଟ ରେଜଲ୍ଟ ନେବା ପାଇଁ। ତ ରେଜଲ୍ଟଟି ବହୁତ ଭଲ ହେଇଥିଲା ସାଙ୍ଗମାନେ। ଆଉ ବାବୁ ପାସ୍ ହେଇଯାଇଛି। ପାସ୍ ହେଇଯିବା ପରେ ଆମେ ଯାଇଥିଲୁ ତାର ପାଇଁ ଷ୍ଟାଣ୍ଡାର୍ଡ଼ 2ର ବୁକ୍ କପି ନେବା ପାଇଁ। ତ ଏଇଥର ସ୍କୁଲ ତରଫରୁ ଗୋଟେ ନିୟମ କରାହେଇଛି। ଏଇଥର କ୍ୟାସଲେସ୍ ପେମେଣ୍ଟ ହେଉଥିଲା, ମାନେ କେବଳ ଅନଲାଇନ୍ ପେମେଣ୍ଟ ହିଁ ସେମାନେ ନେଉଥିଲେ। ଆମେ ବି ପେମେଣ୍ଟ କଲୁ। ଆଉ ଆପଣମାନେ ଏଇ ବୁକ୍ କପିକୁ ଦେଖିକି କୁହନ୍ତୁ ତ, ଏଇସବୁ ଷ୍ଟାଣ୍ଡାର୍ଡ଼ 2ର ବୁକ୍ କପି କେତେ ପଇସା ନେଇଥିବ। ବୁକ୍ କପି ନେଇସାରିଲା ପରେ ମୁଁ ଏଇଠି ବସିଗଲି ସବୁ ବୁକ୍କୁ ମିଶାଇବା ପାଇଁ, ମାନେ ମ୍ୟାଚ୍ କରିବା ପାଇଁ। ମୁଁ ସବୁଥର ବୁକ୍ ନେବା ପରେ ଏମିତି ବସିଯାଏ ଆଉ ସବୁ ବୁକ୍ କପିକୁ ମ୍ୟାଚ୍ କରିକି ହିଁ ଆସେ। ତ ଆଜିର ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟ କରିବେ, ଲାଇକ୍ କମେଣ୍ଟ ସେୟାର କରିବେ, ଆଉ ବହୁତ ସାରା ଭଲ ପାଇବା ଦେବେ। ଆମ ପୁଅକୁ ବି ଆଶୀର୍ବାଦ ଦେବେ। ରହିଲି, ଜୟ ଜଗନ୍ନାଥ। ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ବାଏ ବାଏ ସାଙ୍ଗମାନେ।